ଯେଉଁ ଉତ୍ତରା ବିଧି ମାଧ୍ୟମରେ ଶରୀରରୁ ନକାରାତ୍ମକ ଶକ୍ତିକୁ ଦୂରୀକରଣ କରି ସକାରାତ୍ମକ ଶକ୍ତିକୁ ପ୍ରବାହିତ କରାଯାଏ, ତାକୁ ବୈଜ୍ଞାନିକ ଭାଷାରେ ଶକ୍ତି ସଞ୍ଚାଳନ ବୋଲି କୁହାଯାଏ। ଆମେ ସେ ଉତ୍ତରା ବିଧି ସମ୍ପର୍କରେ ଭଲ ଭାବରେ ଜାଣିବା ଏବଂ କେମିତି ତାକୁ ପ୍ରୟୋଗ କରିବା ତାକୁ ମଧ୍ୟ ଆଜି ଆମେ ଶିଖିବା। ହାତ ମୁଠାରେ ଧରିବେ, ଯାହାକୁ ନଜର ଲାଗିଥିବ ତାକୁ ପୂର୍ବ ଦିଗକୁ ମୁହଁ କରି ବସି ସାରିଲା ପରେ ତାର ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଘଣ୍ଟା କଣ୍ଟା ଘୁରିବା ଦିଗରେ। ଜୟ ଜଗନ୍ନାଥ। ମୁଁ ସତ୍ୟନାରାୟଣ ପଣ୍ଡା ଆପଣମାନଙ୍କୁ ମୋର ୟୁଟ୍ୟୁବ ଚ୍ୟାନେଲ ଭାବାତୀତଙ୍କୁ ସ୍ୱାଗତ କରୁଛି। ଆମମାନେ ଯେ ଆଲୋଚନା କରିବା ଦୃଷ୍ଟି ଦୋଷ କଣ, ଏହାକୁ ନିବାରଣ କରିବାର ଶାସ୍ତ୍ରୀୟ ବିଧି କଣ। ସଜ୍ଜନ, ଦୃଷ୍ଟି ଦୋଷ ସହିତ ଆପଣ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବେ। ଆପଣ ଜାଣିଥିବେ ଦୃଷ୍ଟି ଦୋଷ ହେଇଗଲା ପରେ ଆମେ ଅନ୍ୟ କାହା ପାଖକୁ ଯାଉ ସେହି ଦୃଷ୍ଟି ଦୋଷକୁ ନିବାରଣ କରିବା ପାଇଁ, କିନ୍ତୁ ସଜ୍ଜନ ଶାସ୍ତ୍ରୀୟ ବିଧି ଅନୁସାରେ ଆମେମାନେ ମଧ୍ୟ ସେହି ଦୃଷ୍ଟି ଦୋଷର ନିରାକରଣ କରିପାରିବା। ଯଦି ଆମେ ଘରେ ସେ ଶାସ୍ତ୍ରୀୟ ବିଧି ଅନୁସାରେ କରିପାରିବା ତାହେଲେ ଦୃଷ୍ଟି ଦୋଷର ନିବାରଣ ଅତି ସହଜ ଏବଂ ସରଳ ଭାବରେ ହେଇପାରିବ। ସଜ୍ଜନ, ଅନ୍ୟର ସୁନ୍ଦରତାକୁ ଦେଖି, ଅନ୍ୟର ଭଲ ସ୍ୱାସ୍ଥ୍ୟକୁ ଦେଖି, ଅନ୍ୟର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଦେଖି ଜଣେ ଜଣେ ଲୋକଙ୍କର ଆଖିରୁ ନକାରାତ୍ମକ ଶକ୍ତିର ତରଙ୍ଗ ବାହାରିଥାଏ। ତାଙ୍କ ଆଖିରୁ ବାହାରିଥିବା ନକାରାତ୍ମକ ତରଙ୍ଗଟି ତାଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ, ସୁନ୍ଦରତା, ସ୍ୱାସ୍ଥ୍ୟକୁ ନଷ୍ଟଭ୍ରଷ୍ଟ କରିଦିଏ, ତାଙ୍କ ଜୀବନକୁ ବିଗାଡ଼ି ଦିଏ, ଯାହା ଫଳରେ କି ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ। ସଜ୍ଜନ, ପ୍ରଥମ ସମସ୍ୟାଟି ହଉଛି ଶାରୀରିକ ସମସ୍ୟା। ଯଦି ଆପଣଙ୍କର ଖାଦ୍ୟ ଉପରେ କି ଦୃଷ୍ଟି ନିକ୍ଷେପ କରିଦେଲା ତେବେ ଆପଣଙ୍କର ପେଟ କାଟି କାଟି ହେବା ସହିତ ଆପଣଙ୍କର ନାନା ପ୍ରକାରର ପେଟ ଯନ୍ତ୍ରଣା ଅନୁଭୂତିରେ ଆପଣ ଆଣିବେ, ମୁଣ୍ଡ ବିନ୍ଧା ହବ, ଆପଣଙ୍କ ଶରୀର ଦୁର୍ବଳ ଲାଗିବ ଏବଂ ଆପଣଙ୍କର ନାନା ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ସଜ୍ଜନ, ଦୃଷ୍ଟି ଦୋଷ ହେଲେ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କର ବାଧା ବିଘ୍ନ ଉପଜିବ। ଆପଣ ଯେଉଁ କାର୍ଯ୍ୟକୁ ଅତି ଭଲ ଭାବରେ କରୁଥିବେ, ଅତି ସୁଖରେ କରୁଥିବେ, ସେ କାର୍ଯ୍ୟ କରିବାକୁ ଆପଣଙ୍କର ମନ କଦାପି ଲାଗିବ ନାହିଁ। ଆପଣଙ୍କର ସ୍ୱଚ୍ଛନ୍ଦରେ ହେଉଥିବା କାର୍ଯ୍ୟଟି ଅଟୋମେଟିକ ଅଟକି ଯିବ। ଆପଣ ଯଦି ବ୍ୟବସାୟ କରୁଛନ୍ତି ତାହେଲେ ବ୍ୟବସାୟରେ ଆପଣଙ୍କର ଅନେକ କ୍ଷତି ଘଟିଯିବ ଯଦି ଅନ୍ୟର ଦୃଷ୍ଟି ବା ନଜର ଆପଣଙ୍କ ଉପରେ ଲାଗିଗଲା। ସଜ୍ଜନ, ଅନ୍ୟର ଦୃଷ୍ଟି ଯଦି ଆପଣଙ୍କ ଉପରେ ଲାଗିଯିବ, ଅନ୍ୟର ନଜର ଯଦି ଆପଣଙ୍କ ଉପରେ ପଡିଯିବ, କୁ ନଜର, ତାହେଲେ ଆପଣଙ୍କର ମାନସିକ ସମସ୍ୟା ଦେଖାଯିବ। ଅଜଣା ଭୟରେ ଆପଣ ଆତଙ୍କିତ ହେଇଯିବେ, ମନ ସଦାବେଳେ ଚିଡିଚିଡି ଆପଣଙ୍କର ରହିବ, ଆପଣଙ୍କୁ ସଦାବେଳେ ଭୟ ଲାଗିବ। ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଆପଣ ଜାଣିଥିବେ ଶିଶୁମାନେ ଅନେକ ଥର ଦୃଷ୍ଟି ଦୋଷର ସମ୍ମୁଖୀନ ହୁଅନ୍ତି। ଅନ୍ୟର କୁ ନଜର ପଡିଗଲେ ସେମାନେ ଖାଦ୍ୟ ଟିକେ ଠିକ ଭାବରେ ଖାଆନ୍ତି ନାହିଁ। ଜଣେ ଜଣେ ଶିଶୁ ଅନ୍ୟର କୁ ନଜର ପଡିଗଲା ପରେ ସେମାନେ ଏକା ରାହାରେ କାନ୍ଦିଥାନ୍ତି, ତାଙ୍କର କାନ୍ଦ ସହଜରେ ବନ୍ଦ ହୁଏ ନାହିଁ। ତେଣୁ ଆମେ ଯେହେତୁ ସମାଜରେ ରହୁଥାଇ ଏବଂ ସମାଜରେ ନାନା ପ୍ରକାରର ଲୋକ ଅଛନ୍ତି, ନାନା ପ୍ରକାରର ଲୋକଙ୍କର ଆଖିର ତରଙ୍ଗ ଶକ୍ତି ଭିନ୍ନ ଭିନ୍ନ, ତେଣୁ ସେହି କୁ ତରଙ୍ଗ, ସେ ନକାରାତ୍ମକ ତରଙ୍ଗରୁ ଆମ ନିଜକୁ, ଆମ ଘରର ପିଲାମାନଙ୍କୁ, ଶିଶୁକୁ ରକ୍ଷା କରିବାକୁ ହେଲେ ଏହି ସହଜ ସରଳ ଶାସ୍ତ୍ରୀୟ ଉପାୟଟିକୁ ଆମେ ଯଦି କରିପାରିବା ତାହେଲେ ଆମକୁ ଆଉ ବାହାରକୁ ଯିବାକୁ ଦରକାର ପଡିବ ନାହିଁ। ସଜ୍ଜନ, ଆପଣ ଏତିକି ମନେ ରଖନ୍ତୁ, ଯଦି ଆପଣଙ୍କ ଉପରେ କୁ ନଜର କାହାର ପଡିଗଲା, ଆପଣଙ୍କ ପିଲା ଉପରେ କାହାର କୁ ନଜର ପଡିଗଲା, ତେବେ କୌଣସି ଔଷଧ କାମ କରିବ ନାହିଁ। ଯେତେ ଡାକ୍ତରଖାନା ଦୌଡ଼ିଲେ ମଧ୍ୟ ଡାକ୍ତରଙ୍କର ଔଷଧ କଦାପି କାମ ଦେବ ନାହିଁ। ଆପଣ ଏଇଟା ମର୍ମେ ମର୍ମ ଅନୁଭବ କରିଥିବେ ବା ଆପଣଙ୍କର ସାହି ପଡିଶା ଲୋକଙ୍କଠୁ ଦେଖିଥିବେ। ଯେମିତି ହେଲେ ସେ ବହୁତ ଟଙ୍କା ଖର୍ଚ୍ଚ କରୁଥିବେ, ଡାକ୍ତର ପାଖକୁ ଯାଉଥିବେ, କିନ୍ତୁ ତାଙ୍କର ପର୍ଟିକୁଲାରଲି ଗୋଟେ ଗୋଟେ ସମସ୍ୟା ଭଲ ହଉନଥିବ। ଏହାର ଏକମାତ୍ର କାରଣ ହେଲା ଅନ୍ୟର କୁ ନଜର। ତାଙ୍କ ଉପରେ ଅନ୍ୟର ଆଖିର କୁ ତରଙ୍ଗ
दृष्टि आकार पड़ी अर्थात कु नजर पड़ी ताहा होची दृष्टि दोष। सज्जन प्रथम आम जानले दृष्टि दोष कौन। दृष्टि दोष पाई कौन प्रकार मेडिसिन नहीं। सज्जन शास्त्रकार कहले नजरो नास्ति भेषजम दृष्टि दोष विघातक तस्मात् सर्व प्रयत्नेन रक्षणं कुरु यत्नतः। नजर नास्ति भेषजम अर्थात कु नजर प्रति कु दृष्टि प्रति कौन से प्रकार मेडिसिन नहीं। तेणु आमे ता प्रति केयरफुल हवा दरकार, जत्नवान हवा दरकार। वर्तमान आम आलोचना करिबा दृष्टि दोष को निवारण करिबा पई शास्त्रीय विधि कौन अच्छी। सज्जन से विधिटर नाम होची उत्तरा विधि। यदि उत्तरा विधि को आम अवलंबन करिबा ताहाले दृष्टि दोषरु आमे आमर परिवार लोकन को आम घर रे थिबा छोट पिला मन को आमे रक्षा कर दे परिबा। जे उत्तरा विधि माध्यम रे शरीर नकारात्मक शक्ति को दूरीकरण करी सकारात्मक शक्ति को प्रवाहित करा जाए ताको वैज्ञानिक भाषा रे शक्ति संचालन बोली कहा जाए। आमे से उत्तरा विधि संपर्क रे भल भाव जानिबा एवं केमिति ताको प्रयोग करिबा ताको मध्य आज आमे सिखिबा। सज्जन एई उत्तरा विधि पय तीनोटी उपकरण दरकार। प्रथम होची लूण, द्वितीय रे होची सोरिष, तृतीय रे होची सुखिला लंका। लूण रो काम होला नकारात्मक शक्ति को शोषि नबा। नकारात्मक शक्ति को शोषि नबा पय लूण होला सबुठ उत्कृष्ट माध्यम। सोरिष, सोरिष को तीक्ष्ण बोली कहा जाए। तेणु सोरिष तार तीक्ष्णता बल रे नकारात्मक शक्ति काटी दिए। सुखिला लंका, सुखिला लंकार तीव्र गंध एवं तार गुण नकारात्मक शक्ति को पोड़ी ध्वंस कर देबारे सहायक हुए। तेणु सज्जन सबुठारु इंपोर्टेंट उपकरण उत्तरा विधि पाई लूण, सोरिष एवं सुखिला लंका। सज्जन उत्तरा विधिर उपकरण विषय में जानले। वर्तमान जानिबा ताको प्रयोग करिबा केमिति। प्रथमे परिवार रो जने वयस्क व्यक्ति किंबा जाहाको नजर लागिथिबो तार मां तांकर डाहाण हाथ मुठारे किछि लूण, किछि सोरिष, से धड़ा सोरिष हो बा कला सोरिष हो एवं 3टी 5टी किंबा 7टी सुखिला लंका, अजुग्म संख्यक सुखिला लंका हाथ मुठारे धरिबे। जाहाको नजर लागिथिबो ताको पूर्व दिग को मुह करी बसई सरला परे तार मुंड ठारो पाद पर्यंत घंटा कंटा घुरीबा दिगरे 7 थर आपनक मुठाटी को बुलांतु। 7 थर बुलेइबा समय रे आपनकर जे इष्ट देव आपण जो ठाकुर को मन रे बहुत भक्ति करंती, श्रद्धा करंती, से ठाकुर को स्मरण करी से हाथ मुठाटी को से नजर लागिथिबा व्यक्तिर मुंड ठारो पाद पर्यंत 7 थर घंटा घंटा घुरीबा दिगरे बुली दियंतु। बुली सरला परे से जो हाथ मुठारे आपण धरिचंती लूण, सोरिष एवं सुखिला लंका ताकू नहीं के नियारे पकई दियंतु। जदि नियारे पकई देला परे आपण देखिबे से लंकार जो राग गंध से गंधरे आमर निश्चित काश होगा कथा। किंतु जदि से व्यक्ति को नजर लागिथिबो ताहले आपण से सुखिला लंका को नियारे पकई सरला परे मध्य तार गंधरे आपणकर काश कदापि होबो नाही। तार गंध आपण को मोट पर जना पड़िबो नाही। आपण या परीक्षा करके देखिबे निश्चित 100% आपण अनुभव करिवे प्रकृत रे नजर दोष अछि ना नाही। एही उत्तरा विधि को आपण केतेबेले करिवे? संध्या समय रे करिवे, नचेत सोईबार ठीक पूर्वरु आपण करिवे। एही विधि समाप्त हो सारला परे बा प्रक्रियाटी सरीगला परे आपण हाथ गोड़ को भल भाव धोई देबे। सज्जन एही विधिर शास्त्रीय, मानसिक एवं वैज्ञानिक युक्ति को मध्य हम जानिबा दरकार। आमे जेहेतु आधुनिक युगर मानव तेणु आमे ए कार्यटी उत्तरा विधि के करिबा
ନଜର ହଟେଇବା ପାଇଁ ଏଥିପାଇଁ କଣ ବୈଜ୍ଞାନିକ କାରଣ ରହିଛି, କଣ ଶାସ୍ତ୍ରୀୟ ମାନ୍ୟତା ରହିଛି, କଣ ମାନସିକ ଯୁକ୍ତି ରହିଛି, ଆମେ ତାକୁ ଜାଣିବା ଦରକାର। ପ୍ରତ୍ୟେକ ମାନବର ଚାରିପଟେ ଏକ ଆଭା ମଣ୍ଡଳ ରହିଛି ଯାହାକୁ ଅରା କୁହାଯାଏ। ଆଉ ଯେତେବେଳେ ସେଇ ଲୋକ ଉପରେ ଖରାପ ନଜର ପଡିଗଲା ବା ଗୋଟିଏ କୁଦୃଷ୍ଟି ପଡିଗଲା, ସେ ଲୋକର କୁଦୃଷ୍ଟି ଦ୍ଵାରା ଖରାପ ତରଙ୍ଗ ଆସିକରି ଆପଣଙ୍କର ଆଭା ମଣ୍ଡଳକୁ ନଷ୍ଟ ଭ୍ରଷ୍ଟ କରିଦବ, ଆପଣଙ୍କର ଆଭା ମଣ୍ଡଳର ଗୋଟେ ବିଶୃଙ୍ଖଳା ସୃଷ୍ଟି କରିବ, ଗୋଟିଏ ଡିଷ୍ଟର୍ବାନ୍ସ ସୃଷ୍ଟି କରିବ, ଯାହା ଫଳରେ କି ଆପଣଙ୍କର ସ୍ୱାସ୍ଥ୍ୟରେ, ଆପଣଙ୍କର କାର୍ଯ୍ୟରେ, ଆପଣଙ୍କର ସୁନ୍ଦରତାରେ ଡିଷ୍ଟର୍ବାନ୍ସ ଖେଳିଯିବ ସଜ୍ଜନ। ଆଉ ଯେତେବେଳେ ଆମେ ଏଇ ନକାରାତ୍ମକ ଜିନିଷକୁ ହଟେଇବା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଲୁଣ, ସୋରିଷ ଏବଂ ଶୁଖିଲା ଲଙ୍କାକୁ ୟୁଜ କରି ଯେତେବେଳେ ଆପଣ ସେ ଆଭା ମଣ୍ଡଳରେ ମୁଠାରେ ଧରିଥିବା ଲୁଣ, ସୋରିଷ ଏବଂ ଶୁଖିଲା ଲଙ୍କାକୁ ବୁଲେଇଥାନ୍ତି 7 ଥର, ସେତେବେଳେ ସେ ନକାରାତ୍ମକ ଶକ୍ତି ଆଭା ମଣ୍ଡଳରେ ଆସି ଆପଣଙ୍କର ହାତ ମୁଠାରେ ପହଞ୍ଚିଯାଏ ଏବଂ ଆପଣ ଯେତେବେଳେ ନିଆଁରେ ତାକୁ ଫୋପାଡ଼ି ଦିଅନ୍ତି, ଅଗ୍ନି ହଉଛି ସବୁଠୁ ଶୁଦ୍ଧିକାରକ। ଅଗ୍ନି କଣ କରେ? ସେ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ ସଜ୍ଜନ ଏବଂ ଆପଣଙ୍କ ଶରୀର ଭିତରେ ଶୁଦ୍ଧତା ଭରିଦେବାରେ ଏହି ଉତ୍ତରା ବିଧିଟି ସମ୍ପୂର୍ଣ୍ଣ ସାହାଯ୍ୟ କରେ ଏବଂ ଆପଣଙ୍କର ନକାରାତ୍ମକ ଶକ୍ତି ଦୂରୀକରଣ ହୋଇଯାଏ ଏବଂ ଦୃଷ୍ଟି ଦୋଷର ନିବାରଣ ଏହି ଶାସ୍ତ୍ରୀୟ ବିଧି ଅନୁସାରେ ହୋଇପାରିଥାଏ। ଆମ ଘରେ ବିଭିନ୍ନ ସଦସ୍ୟ ବେଳେ ବେଳେ ଏହି ଦୃଷ୍ଟି ଦୋଷର ଶିକାର ହୋଇଥାନ୍ତି। ତେଣୁ ଏହି ଦୃଷ୍ଟି ଦୋଷରୁ ରକ୍ଷା କରିବା ପାଇଁ ଆମେ ଉତ୍ତରା ବିଧିକୁ ଯଦି ଅନ୍ୱେଷଣ କରିବା, ଯାହା ପ୍ରୋସେସ ମୁଁ କହିଲି ତାକୁ ଯଦି ଆମେ ସେଇଭଳି ଭାବରେ କରିବା, ତାହେଲେ ଆମେ ଦୃଷ୍ଟି ଦୋଷରୁ ରକ୍ଷା ପାଇବା ପାଇଁ ଆଉ ବାହାରକୁ ଯିବାକୁ ପଡିବନି, କାହାକୁ ଅନ୍ୱେଷଣ କରିବାକୁ ପଡିବନି। ତେଣୁ ଯେତେବେଳେ ଆପଣ ଅନୁଭବ କରିବେ ଯେ ଏ ଜିନିଷଟି ଖରାପ ଦୃଷ୍ଟିରୁ ହେଇଛି, ଏ ଜିନିଷଟି ଖରାପ ନଜରରୁ ହେଇଛି, କୁଦୃଷ୍ଟିରୁ ହେଇଛି, ତାହେଲେ ସେ ଦୋଷକୁ ନିବାରଣ କରିବା ପାଇଁ ଆପଣ ଏଇଭଳି ଭାବରେ ଉତ୍ତରା ବିଧିକୁ ଶାସ୍ତ୍ରୀୟ ବିଧିରେ ଯଦି ଅବଲମ୍ବନ କରିବେ, ନିଶ୍ଚିତ ରୂପେ ଦୃଷ୍ଟି ଦୋଷ ହଟିଯିବ। ସର୍ବଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପାଦ ପଦାର ବିନ୍ଦରେ ନିଜକୁ ସମର୍ପଣ କରି ତାଙ୍କର ଆଶୀର୍ବାଦ କାମନା କରି ଆଜିର ଅଧ୍ୟାୟକୁ ଏଠି ରଖିବା। ତ ସଜ୍ଜନ, ଆଜି ପାଇଁ ଏତିକି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥିବ ନିଶ୍ଚିତ ରୂପେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ କରିବେ ବୋଲି ମୋର ଆଶା ବିଶ୍ୱାସ। ଆପଣଙ୍କର ପ୍ରତ୍ୟେକ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ ମୋ ପାଇଁ ଗୋଟିଏ ଆଶୀର୍ବାଦ ସ୍ୱରୂପ। ଜୟ ଜଗନ୍ନାଥ।